ଆଜିର ଏଇ ସୁଯୋଗ ସର୍ବପ୍ରଥମେ ଆମଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦଉଛି। ସେ ଅନୁଗ୍ରହ କଲେ, ଆଶୀର୍ବାଦ କଲେ, ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇ ଜୀବିତ ବରଣା କରି ଆଉ ଗୋଟିଏ ନୂଆ ସାଳ ଆମମାନଙ୍କ ଜୀବନରେ ଯୋଗ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ଅନ୍ତରର ସହିତ ଧନ୍ୟବାଦ ଦଉଛି, ଗୌରବ କରୁଛି, ପ୍ରଶଂସା କରୁଛି। ତା ସହିତ ବିଶେଷ କରି ଧନ୍ୟବାଦ ଦଉଛି ପ୍ରିୟ ପ୍ରଭୁଙ୍କ ଦାସ ଆଚାର୍ଯ୍ୟ ପାସ ସାଣୀ ଆଜ୍ଞାଙ୍କ ନିକଟରେ ଯେ ଆଉ ଥରେ ଆପଣ ମାନଙ୍କ ସହିତ ମିଶିକି ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ମତେ ସୁଯୋଗ ଦେଇଛନ୍ତି। ତେଣୁ ତାଙ୍କ ନିକଟରେ ମୁଁ ବିଶେଷ ଆଉ ଧନ୍ୟବାଦ ଜ୍ଞାପନ କରୁଛି। ଏବଂ ଆଜି ଜୁମ୍ ରେ ଯେତେ ଜଣ ଆଉ ଏକାଠି ହେଇଛନ୍ତି ଆଉ ପ୍ରଭୁଙ୍କର ବାକ୍ୟ ତାଙ୍କର ସେବା ଆରାଧନା କରିବା ପାଇଁ ଉପସ୍ଥିତ ଅଛନ୍ତି, ସେ ସମସ୍ତଙ୍କୁ ମଧ୍ୟ ମୋ ପକ୍ଷରୁ, ମୋ ମଣ୍ଡଳୀ ପକ୍ଷରୁ, ମୋ ପରିବାର ପକ୍ଷରୁ ପ୍ରେମର ନମସ୍କାର ପ୍ରତ୍ୟେକଙ୍କୁ ଜଣାଉଛି। ଆଉ ନୂଆ ବର୍ଷର ଅନେକ शुभेच्छा एवं अभिनंदन प्रत्येकଙ୍କୁ ଜଣାଉଛି। 2026 साल ସମସ୍ତଙ୍କ ପାଇଁ आशीर्वाद, अनुग्रह एवं समृद्धिर वर्ष हो ଏହା आकांक्षा करूछि, ମଧ୍ୟ प्रार्थना करूछि। अनेक समय भिन्न भिन्न मीटिंग रे प्रभुदास कार्यर व्यस्तता सकाश आम भिन्न भिन्न जगार सुधा आज प्रमाण आउ थे प्रभुंकर प्रशंसा हो आ प्रभुंकर गौरव हो। मु आनंदित अनेक भाई माने वाक्य एबे तृषित प्रभु कहबारे आग पढिछंती सत प्रभुत भाव आराधना करबा आ गौरव प्रशंसा करबा एक मुख्य विषयटे। आ दिन सकाळ उठिबा कष्ट तथापि आपण माने उठिछंती आ प्रत्येक दिन प्रभु से लागि रहिछंती। सेति विशेष करी अंतरर कृतज्ञ देउछि आ निकट रे प्रकाश करूछि। प्रभु आमान सहित कथबार्ता करंतु से आपना लोक मान को सब बळे प्रेरणा देइथांती, चेतना देइथांती, संशोधन करिथांती एवं ताहांकर निकटवर्ती करिथांती। आ से चाहंती सब बळे तांको लोक माने आत्मिक जन बलवान होंतु, आत्मिक जन रे पृष्ठ पृष्ठ होंतु। आ ईश्वरकर बात जेते बळे माने सुनु ईश्वर खुशी होंती। ईश्वर खुशी होंते सेते बळे जेते माने तांकर बातु दान देकी सुनि। सेति पय लेखा अछि मो वाक्य रे कर्णपात कर, मो वाक्य रे कर्णपात कर, मो था सुनो, कारण तांको कथा रे शक्ति अछि। प्रेज द लॉर्ड। तांको कथा रे आशीर्वाद अछि, तांको कथा रे बल अछि, तांको कथा रे विजय अछि। तांको एते शक्ति युक्त, एते पराक्रम विशिष्ट एरस वृक्ष मान काटी पकाए, हरिणी माने तांको रबरे प्रसव, तांको वाक्य शक्ति युक्त वाक्य अटे। सेति पय पृथ्वी जेते वॉइस शब्द अछि सबटर शक्ति युक्त कथा अछि ईश्वरकर वाक्य। ताकू केही से कोमल स्वर रे कहंती, से कोमल स्वर रे कहंती, नम्रतार सहित कहंती, सुंदर भाव से उपस्थापन करंती। मात्र से कथार अनेक शक्ति थाए। स्वर्ग राज्यर कथा को स्वर्ग राज्य से गभीर विषय को बुझिबा पय हेले से प्रकार ज्ञान आ से प्रकार बुद्धिर आवश्यक आ ताहा बुझिबा कष्ट बोली प्रभु जानन। सेति पय से कोन करछन्ती आमे जेमिति तांको कथा को सहज रे बुझी पारिबा, अल्प ज्ञान विशिष्ट लोक माने जे आमाने ताहांकर मद वाक्य को से गभीर को केमिति सुंदर भाव रे बुझी पारिबा, सेति पय कर समस्त आ सब जाय गोटे गोटे उदाहरण को से व्यवहार करिछन। शिक्षक सेते बेले उदाहरण व्यवहार करिथाए से जेते बेले कोनसी छात्र छात्री से पढौथिबा विषय को कष्ट अनुभव करे सेते बेले शिक्षक कोन करे बा शिक्षयित्री कोन करे से गोटे उपमा बा उदाहरण व्यवहार करे जहा फल
ଅଳ୍ପ ବୁଦ୍ଧି ଥିବା ଛାତ୍ର ବା ଛାତ୍ରୀ ସେ କଥାକୁ ସଠିକ ଭାବରେ ଭୁଲ ଭାବରେ ବୁଝି ପାରିବ ଆଉ ଜାଣି ପାରିବ। ସେ କହୁଥିବା କଥା ଆମେ ବୁଝିପାରିବା ନାହିଁ ତାହେଲେ କିଛି ମୂଲ୍ୟ ନାହିଁ। ତେଣୁକରି ବାଇବଲ ମଧ୍ୟ ଲେଖା ଅଛି ବଂଶୀରେ କଣ ବାଜୁଛି ନା ବଂଶୀ ବାଜୁଛି ତାହା ଯଦି ଆଉ ସୈନିକ ଭଲ ଭାବରେ ବୁଝି ପାରିବ ନାହିଁ ସେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ ନାହିଁ। ସେଥିପାଇଁ ସେ ଚାହାନ୍ତି ତାଙ୍କ କଥାକୁ ଲୋକମାନେ ଭଲ ଭାବରେ ବୁଝନ୍ତୁ ଆଉ ଜାଣନ୍ତୁ। ଆଉ ତାଙ୍କ ଏଇ ସାମାନ୍ୟ କଥା ହେଲେ ମଧ୍ୟ ଶକ୍ତିଯୁକ୍ତ ଅଟେ। ସେଥିପାଇଁ ସେ କଣ ଆଉ ଜିସାଇ ପୁସ୍ତକରେ ଗୋଟେ କଥା କହିଛନ୍ତି ତୃଣ ଶୁଷ୍କ ହୁଏ ପୁଷ୍ପ ମଳି। ତୃଣ କହିଲେ ଘାସ, ପୁଷ୍ପ କହିଲେ ଫୁଲ। ତୃଣ କଣ ହୁଏ ମଳିନ ହେଇଯାଏ, ଶୁଖିଯାଏ, କୋଟା ହେଇଯାଏ। ଫୁଲ ଅଛି ଯେମିତି ସେ ଫୁଲ ବା ତାକୁ ଘୋଷିଉଳି ସେ ଭୋର କଣ କରେ ତେଜ ହେଇକି ପରେ ସେ ତଳେ ପଡିଥିବ ତାପରେ ଝାଉଁଳି ଯାଇଥିବ। ଆଉ ତୃଣର ଅବସ୍ଥା ସେମିତି। ତୃଣ ଶୁଷ୍କ ହୁଏ ପୁଷ୍ପ ମଳିନ ହୁଏ ମାତ୍ର ତାହାଙ୍କର କଥା ଅନନ୍ତ କାଳ ସ୍ଥାୟୀ। ନୋହଙ୍କ ସମୟରେ ହଜାର ବର୍ଷ ପୂର୍ବରୁ ନୋହଙ୍କୁ ଯୋଉ କଥା ପ୍ରଭୁ କହିଥିଲେ ସେହି ପରବର୍ତ୍ତୀ ସେ ଐତିହାସିକ ପୁସ୍ତକ ମାନଙ୍କରେ ହଉ, ଗୀତ ସଂହିତାରେ ହଉ, କିମ୍ବା ଭବିମାନଙ୍କ ପୁସ୍ତକରେ ହଉ, କିମ୍ବା ନୂତନ ନିୟମରେ ହଉ, ସେ ସମସ୍ତ କଥା ଆଜି ପର୍ଯ୍ୟନ୍ତ କାୟମ ହେଇକି ଆଜି ନୋହଙ୍କୁ କହିଥିବା କଥା, ଆଦମଙ୍କୁ କହିଥିବା କଥା, ଅବ୍ରାହମଙ୍କୁ କହିଥିବା କଥା, ମୋସାଙ୍କୁ କହିଥିବା କଥା ଆଜି ମଧ୍ୟ କାୟମ ରହିଛି। କାରଣ ଆକାଶ ପୃଥିବୀ ଲୋପ ପାଇବ, ତାଙ୍କର ବାକ୍ୟ ଲୋପ ପାଇବ। ତେଣୁ ଈଶ୍ୱରଙ୍କର ବାକ୍ୟ ଶୁଣିବା କେତେ ଆନନ୍ଦର ବିଷୟ, ଈଶ୍ୱରଙ୍କର ବାକ୍ୟ ଶୁଣିବା କେତେ ଖୁସିର ବିଷୟ। ଏଇଟା ଗୋଟେ ଆମ ପାଇଁ ଅପରଚୁନିଟି, ଏଇଟା ଗୋଟେ ଆମ ପାଇଁ ଗୋଟେ ସୁଯୋଗ ଯେ ଆମେ ଈଶ୍ୱରଙ୍କର ବାକ୍ୟ ଆଜି ଶୁଣି ପାରୁଛୁ, ଈଶ୍ୱରଙ୍କର ବାକ୍ୟ ଆଜି ଶୁଣୁଛୁ, ଆମେ ବୁଝୁ। ଆଗରୁ ଈଶ୍ୱରଙ୍କର ବାକ୍ୟ ବିଷୟରେ ଯୋଉମାନଙ୍କର ଆଉ ସ୍କ୍ରିପ୍ଚର ସମ୍ବନ୍ଧରେ ଯୋଉମାନଙ୍କର ଟିକେ ନଲେଜ ଥିବ ଆପଣ ମାନେ ଭାବୁଥିବେ ଈଶ୍ୱରଙ୍କ ବାକ୍ୟ ଯେତେବେଳେ ଲେଖା ଯାଉଥିଲା, ଆମେ ଯିବା ଆମର ଟପିକ ଆଡକୁ ଯିବା, ଖାଲି ଟିକେ ତାର ମୁଁ ଆଉ କହିବା ପାଇଁ ଚାହୁଁଛି ଯୋଉମାନେ ଈଶ୍ୱରଙ୍କର ବାକ୍ୟ ଲେଖୁଥିଲେ ସେମାନେ ସାଧାରଣତଃ ଭଳି ଚଳପ୍ରଚଳ ଜାଗାରେ ଈଶ୍ୱରଙ୍କର ବାକ୍ୟକୁ ଲେଖୁନଥିଲେ। ସେମାନେ ଏକ ନିର୍ଜନ ସ୍ଥାନକୁ ଯାଉଥିଲେ ଆଉ ଈଶ୍ୱରଙ୍କର ବାକ୍ୟକୁ ସେମାନେ ଧ୍ୟାନ ପୂର୍ବକ ପ୍ରଭୁ ଯାହା ସେମାନଙ୍କୁ କହୁଥିଲେ ଆଉ ତାହା ଲେଖିବା ସମୟରେ ଧ୍ୟାନ ଦେବା। ଲେଖିବା ସମୟରେ ଯଦି ଲେଖୁଥିବା ବ୍ୟକ୍ତିଙ୍କୁ 1 କିମ୍ବା 2 ଲାଗିବ ତାହେଲେ ସେଦିନ ସେ ଲେଖା ସେତିକିରେ ରହିବ। ସେମାନେ ଗଲା ଆସିକି ଆଉ ସେ କଥା ଲେଖିବେ ନାହିଁ, ସେଦିନ ଗଲା, ପୁଣି ନେକ୍ସଟ ଦିନକୁ ଅପେକ୍ଷା କରିବା ପାଇଁ। କେତେ ସେମାନେ ଈଶ୍ୱରଙ୍କର ବାକ୍ୟକୁ ପ୍ରାଧାନ୍ୟ ଦେଉଥିଲେ। ସମୟରେ ସେମାନେ କଣ ପରିଧାନ, ଲୁଙ୍ଗି ଗାମଛା ଏମିତି ଗୋଟେ ଯୋଉ ଆମେ ପିନ୍ଧିକି ବସୁ ସେମିତି ନାହିଁ। ସେମାନଙ୍କର ଯୋଉ 3 ପ୍ରକାର ବସ୍ତ୍ର ଥିଲା, ସେମାନେ ସମସ୍ତ ଅନ୍ତର ବସ୍ତ୍ର, ଆବରଣ ବସ୍ତ୍ର, ଉତ୍ତରୀୟ ବସ୍ତ୍ର ସବୁ ପରିଧାନ କରିକି ଈଶ୍ୱରଙ୍କର ବାକ୍ୟକୁ ସେମାନେ ଲେଖିବେ। ଅର୍ଥାତ୍ ସେମାନେ ଈଶ୍ୱରଙ୍କର ବାକ୍ୟକୁ ପ୍ରାଧାନ୍ୟ ଦେଉଥିଲେ। ସେଥିପାଇଁ ବେଦୀ ସମ୍ମୁଖରେ ତୁମେ ଡେଇଁକି ଯିବ ନାହିଁ, ଆଉ କୌଣସି ବସ୍ତ୍ର ଏ ପ୍ରକାର ସେ ପ୍ରକାର ପିନ୍ଧିକି ଯିବ ନାହିଁ ବୋଲି ପ୍ରଭୁ କହୁଥିଲେ। ତ ବେଦୀ ଈଶ୍ୱରଙ୍କର ବାକ୍ୟ ତାଙ୍କର ସେବା ଇଟ ଇଜ ଭେରି ମଚ ଇମ୍ପୋର୍ଟାଣ୍ଟ ଫର ବିଲିଭର। ବିଶ୍ୱାସ ନିମନ୍ତେ ତାହା ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ତାକୁ ଲାଇନ ନେଇଯାଇ ପାରୁ ଆଜିର ଏଇ ଯୁଗରେ, କିନ୍ତୁ ବହୁତ ସିଦ୍ଧ କଷ୍ଟ ଆଉ ପ୍ରୋଟୋକଲ ପ୍ରିନ୍ସିପଲ ଜିନିଷ ସବୁ ଈଶ୍ୱରଙ୍କ ବାକ୍ୟରେ ରହିଅଛି। ସେଥିପାଇଁ ତୋରା କାର୍ଯ୍ୟ କଣ, ତଲମୁନ୍ଦର କାର୍ଯ୍ୟ କଣ, ତାନାକର କାର୍ଯ୍ୟ କଣ, ସେମାନଙ୍କୁ କୋଉ ପରିପ୍ରେକ୍ଷୀରେ କୋଉ ସ୍ଥାନରେ କୋଉ ବାହାର କରିବା ପାଇଁ ତାହା ଦିଆଯାଇଥିଲା, ତାହା ଏକ ବହୁତ ଗଭୀର ବିଷୟ ଅଟେ। ଆଜି ଚିନ୍ତାରେ ଏଇ ବାକ୍ୟ ଯାହା ଦେଖୁଛୁ ସେ ସମସ୍ତ କୋଉଠି ନା କୋଉଠି ସେ ସମସ୍ତ ସାମାଜିକ ଜୀବନ, ଆତ୍ମିକ ଜୀବନ, ପାରିବାରିକ ଜୀବନ ନିମନ୍ତେ ଉପାଦେୟ ବିଷୟ ଅଟେ। ସେ ସମସ୍ତ
किछि किछि तलमुंदरु किछि किछि तोरारु किछि किछि तानाकरु निया जायछि जहा फଳରେ जणे लोक कंप्लीटली स्पिरिचुअली फैमिली सोशली डेवलप हे परिबो उन्नत हे परिबो आउ शैतान यार महात्म्य शैतान एकर वाक्यर मर्म को गभीरता को बुझी सारी जानी सारी से कौन सी प्रकार को से नाश करिया पई चाहूची नष्ट करिया पई चाहूची जोठी हेले भी बाइबल पढ़िबार प्रथम पदक्षेप से नेउची बाइबल पढ़े देबा चर्च भांगी देबा किंतु आमे मने रखिबा उचित ईश्वरंकर वाक्य अन्यथा हेबना आकाश पृथ्वी लोप पाइबो ताहांकर वाक्य केबे लोप पाइबो Amen. Hallelujah. Praise the Lord. आमे सौभाग्य लोक माने जो माने प्रथम श्रेणी रे बा आगो धाड़ी रे ईश्वरंकर वाक्य पाइछु ईश्वरंकर वाक्य पाइ के आगो धाड़ी रे आमे चाइछु वी आर लकी आम पाइ गोटे अपॉर्चुनिटी आम पाइ गोटे सुजोग ईश्वरंकर वाक्य माने आज पाइछु प्रभुंकर परिचय माने पाइछु यीशु को जानिबा ही अनंत जीवन यीशु को जानिबा ही अनंत जीवन आसु आज चिंता पाए आ गोटे विषय देखिबा अल्प समय आम पाखरे होय तो अछि आमाने आउ दि चारटा कथा जी अल्प समय भितरे चिंता करबा दयाकरी मो सहित बाहर करिवे परम गीत 4 अध्याय परम गीत 4 अध्याय आमाने एक पदरु 5 पद पर्यंत पाठ करी हे मोहर परम गीत प्रिय 4 अध्याय देखो तुम्बे सुंदरी देखो तुम्बे सुंदरी अढणा तले तुम चक्षु कपत तुल्य तुमर केश गिलियद पर्वत पार्श्वरे आरामकारी छेलीपल तुल्य तुमर दंत पंक्ति नूतन लोमकटा स्नानरु उत्थिता मेसीपल तुल्य सेमानंकर प्रत्येक जाँला छुआ अछि आउ सेमानंक मध्यरु काहारी छुआ मरी नाही तुंबर अष्टाधारा सिंदूर वर्ण सूता तुल्य ओ तुंबर मुख मनोहर अढणी तले तुंब गाल डालिंब तुल्य तुंबर गल देश अस्त्रागार निमंते निर्मित दाऊदंक दुर्ग तुल्य सेही दुर्ग मध्यरे एक सहस्र चर्म वीरगणर सकल ढाल टंगा गला आ 5 आगे आज्ञा आज्ञा हां 5 जाय हां कई फूल बनरे चरिबार जाँला हरिण छुआ तुल्य तुमर स्तन जुगल ए वाक्य द्वारा प्रभु आशीर्वाद करंतु Amen. बहुत आमेन धन्यवाद आओ जो वाक्य सारा मानकर पड़े आओ ताहा बाइबल आ गोटे संस्करण रो वाक्य अटे ताकू आउ थरे जे जोठी आ कई फूल लेखा है सेटा होचे शोषण पुष्प आउ टिके ताकू आहुरी सरल करा जायछि जाहाकू हमें सहजरे बुझी पारिबा तबे जा भी हो हम माने जो विषयटे पढिलु एठी आउ जणे आगु आको आगु ईश्वर हाँ हे मोहरी देखो सुंदर देखो तुम सुंदरी बढ़िया से कौन कहते ईश्वर बा प्रभु जीशु ख्रीस्ट ताकू जदि अतएव को आसीबा प्रभु जीशु ख्रीस्ट मंडली को प्रशंसा करुछंती आमेन प्रेमिक आमेन Praise the Lord. प्रेमिक प्रेमिका को प्रेमिक प्रेमिका को प्रशंसा करुछंती आ प्रेमिक समस्त उत्तम उत्तम गुण को से देखुअछंती राज्य ठारे बा स्त्री को ठारे कन्या ठारे जो समस्त गुड़ी को से देखुअछंती ताकू से करछंती प्रशंसा करिके कहू प्रशंसा करिके आउ स्वामी पक्षरे स्त्री को प्रशंसा करिबा उत्तम विषय अटे मंडली होची कन्या बा स्त्री आमानकर बर होचंदी प्रभु जीशु ख्रीस्ट आमानकर स्वामी आ से जेते बेले प्रशंसा करूचंदी मंडली को बा आमको गोटे खुशीर विषय आ एटा ये लोक प्रशंसा करूनांती ईश्वर प्रशंसा करूछन
स्वयं ईश्वर प्रशंसा करछन्ती अन्य लोक प्रशंसा कले बेसी ये हेबो नै अन्य लोक प्रशंसा कले केबे खुशी हेबेनी आज प्रशंसा करिवे टेकी देबे काली तळको पकेई देबे तेनु करी आ मनुष्यर प्रशंसा आमे बेसी खुजिबा नाही ईश्वर जेतेले प्रशंसा करिवे से जेतेले सर्टिफाई करिवे से जेतेले कथा विपद आम विषय कहबे ताहा होची मुख्य विषय से कहा का विषय दि तीनटा कथा कहछन्ती कहले मोसा पृथ्वीर नलोक गोटे सेंटेंस बस मोसा लाइफ हे गला गोटे बेसी मोसा पृथ्वीर नलोक बस जे लोक जन्म ग्रहण करछन्ती बाप्तिजक जहन को बळे केई ना एहां ठारे देवगणर आत्मा अछन्ती एई कालर लोक मान मध्यरे नह धार्मिक गोटे गोटे सेंटेंस गोटे गोटे वाक्य से मान विषय कहछन्ती बस सेति सेति एठी टोटल मंडली को आम समस्तंकु आमानकर स्वामी बा भर यीशु ख्रीष्ट प्रशंसा करछन्ती से कहे हे मोहर प्रिय से लिखुचंदी हे मोहर प्रिय देखो मैं सुंदरी हे मोहर देखो सुंदरी देखो तुम्हें सुंदरी दुई थर तुम्हें सुंदरी घुमुटा तुम अने कपट तुल्य तुमर केश गिलेद पर्वत पाले छेली छेली पल तुल्य प्रथम कहले देखो हे मोहर देखो बिहोल्ड देखो विषय गोटे होची जो गोटे आमे अन्य को देखुचु आज आमे अन्य को देखुचु किंतु प्रभु आज आमांको कहउछन्ती निजको देखो निजर संतान मान को देखो करे नै देखो संतान गण ईश्वर दत्त पुरस्कार देखो मैं सुंदरी निजको टिके देखिबा को पड़िबो नै प्रभु कहले निजको टिके कहले देखो तुम्हें सुंदरी यस प्रभु को तुम्हें सुंदरी देखो तुम्हें सुंदर दुई थर तुम्हें सुंदर नाइ मो तुम्हें बहुत तुम्हें सुंदर आउ एटा गोटे फिजिकली अपीयरेंस को बुझिबा नाही शारीरिक फिजिकल को बुझिबा नाही शारीरिक सुंदरता को बुझिबा नाही एटी आत्मिक सुंदरता रखते गोटे कथा मंडली पाखे कोन अछि ताकु सारे से को विषय नै चाहउछन्ते एक्सपेक्ट भी करूछन्ते सेटा से उपस्थापन करूछन्ते मंडली ठारे एई विषय देखा जिबा दरकार कन्या ठारे एई विषय देखा जिबा दरकार ताकु से उपस्थापन करे हे मोर प्रिय देखो तुम्हें सुंदर देखो तुम्हें सुंदरी घुमुटा तळे तुम नेत्र कपट तुल्य घुमा बा ओडणी तळे कथा आसिला प्रथमे कपट तुल्य कपट कपट सह कन्या को एडी कन्यार आखि को से तुलना करछन कन्यार आखि को से तुलना करछन्ती कपट तुल्य लेखा घुमुटा तळे तुम नेत्र कपट तुल्य कपट कोन कपट विषय चारोटी कथा कपट विषय चारोटी कथा कपट एमिति गोटे पक्षी प्रिय मंडली जेते बेले लेबीय माने बलिदान करुथिले आ बलिदान रे प्रथम बछा जाइथिबा मनोनीत करा जाइथिबा पक्षी होची कपट Praise the Lord. तेणु करी जोसेफ आ मरियम यीशु ख्रीष्ट को जिते बेले उत्सर्ग कले नूतन नियम रे से माने कपट को नेकी जाइतिले अर्थात ताहा गोटे सूची पक्षी अटे इट इज ए एलिजिबल एंड क्लीन बर्ड योग्य पवित्र पक्षी अटे प्रथम विषय आउ इट इज ए सिंबल ऑफ पीस कपट होची शांतिर गोटे प्रतीक गोटे सूची पक्षी एवं शांतिर गोटे प्रतीक कपट शांतिर गोटे
ପ୍ରତୀକ। ଦ୍ୱିତୀୟ ବିଷୟ ହଉଛି ଏହି କପଟ ପାଖରେ ଛଳନା ନାହିଁ, ଛଳନା ନାହିଁ। ଶାନ୍ତ ଶିଷ୍ଟ, ସେ ସେତିକି ହିଁ ସେ ଦେଖାଏ। ସେ ବେଶୀ ଛଳନା କରେ ନାହିଁ, ଛଳନା ଏ ପାଖରେ ନାହିଁ। ଚତୁର୍ଥ ବିଷୟ ହଉଛି ଇଏ ପକ୍ଷୀ ବା କାପ୍ତା ବା ପାରା, ଏ ହଉଛି ଗୋଟେ ବିଶ୍ୱସ୍ତ। ମୁଁ କୌଣସି ଏକ ଆଙ୍କ ବିଷୟରେ ଏ ପକ୍ଷୀ ବିଷୟରେ ପାଠ କରୁଥିଲି। ଆମେ ଉତ୍କର୍ଷ ପକ୍ଷୀ ବିଷୟରେ ବେଶୀ ପାଠ କରିବୁ। ଉତ୍କର୍ଷ ପକ୍ଷୀ ବିଷୟରେ ବହୁତ ମେସେଜ ସବୁ ଆମମାନଙ୍କର ପ୍ରସ୍ତୁତ ଥାଏ, କିନ୍ତୁ ଗୋଟେ କପଟ ବିଷୟରେ ଗୋଟେ ବିଷୟ ମୁଁ ପଢୁଥିଲି। କପଟ ବିଷୟ, ସେ ତାଙ୍କ ସଙ୍ଗିନୀକୁ, କପଟ ତାଙ୍କ ସଙ୍ଗିନୀକୁ ଜୀବନ ସାରା ପରିବର୍ତ୍ତନ କରେ ନାହିଁ। ତାର ସାଥୀକୁ, ତାର ସଙ୍ଗୀକୁ ସେ ପରିବର୍ତ୍ତନ କରେ ଜୀବନ ସାରା। ଯାହା ସହିତ ସେ ସାଥୀ ହେଇଥିବ, ଯାହା ତାର ଆଉ ସମ୍ପର୍କ ହେଇଥିବ, ମିଳନ ହେଇଥିବ, ସେ ଜୀବନ ସାରା ତାକୁ ପାଶରେ ନାହିଁ କି ଭୁଲିଯାଏ ନାହିଁ, ଭୁଲିଯାଏ ନାହିଁ। କପଟ ହଉଛି ସେମିତି ଗୋଟେ ସିଲେକ୍ଟିଭ ସ୍ପେସିଆଲ ସୁଜନ ବାର୍ଡ, ମନୋନୀତ କରାଯାଇଥିବା ସୂଚି, ବିଶ୍ୱସ୍ତ, କାପ୍ତା ଏବଂ ଯୋଗ୍ୟ ପକ୍ଷୀ ହଉଛି এই କପଟ। ସେଥିପାଇଁ ସେ କହିଲେ ତୁମର ନେତ୍ର କପଟ ତୁଲ୍ୟ, ତୁମର ନେତ୍ର କପଟ ତୁଲ୍ୟ। ଅର୍ଥାତ୍ ଗୋଟେ ଖ୍ରୀଷ୍ଟୀୟ ଜୀବନରେ ଚାରୋଟି ଗୁଣ ରହିବା ନିହାତି ଆବଶ୍ୟକ। he or she must be a faithful, ଜଣେ ଈଶ୍ୱରଙ୍କର ଲୋକ, ଜଣେ ବିଶ୍ୱସ୍ତ ହେବା ଆବଶ୍ୟକ, ଲାଇକ୍ ଏ ଡଗ୍। ସେ କ୍ଲିନ୍ କରି କହୁଛନ୍ତି ଗୋଟେ ପକ୍ଷୀ ଯେମିତି ଗୋଟେ ବିଶ୍ୱସ୍ତ, ସେ ଡଗ୍ ବା ସେ କପଟ ଯେମିତି ଗୋଟେ ସୂଚି, ସେମିତି ସୂଚି ବିଶ୍ୱସ୍ତ ହେବା ଦରକାର ଆଉ ସୂଚି ହେବା ଦରକାର। ଆଉ ଏହା ପ୍ରଭୁଙ୍କ ନିମନ୍ତେ ଯୋଗ୍ୟ ବିବେଚିତ ହେବା ଦରକାର। ଯେମିତି ଆମେ ସମସ୍ତେ ରାଜ୍ୟ ପାଇଁ ଯେମିତି ଆବଶ୍ୟକ, ସେ କହୁଛନ୍ତି କପଟ ଯେମିତି ଗୋଟେ ଯୋଗ୍ୟ, ସୂଚି, ବିଶ୍ୱସ୍ତ, ପବିତ୍ର, ସେ ପ୍ରକାର ଗୋଟେ ବିଶ୍ୱାସୀ ଜୀବନରେ ଏଇ ସମସ୍ତ ଗୁଣ ରହିବା ଦରକାର। Amen. ଏଇଟା ସେ Praise the କନ୍ୟାରେ Lord. ଚାହୁଁଥିଲେ। Hallelujah. ଏଇଟା ମଣ୍ଡଳୀ ମଣ୍ଡଳୀ, ଆମେ ସମସ୍ତେ ମିଶିଲେ ମଣ୍ଡଳୀ, ଆଉ ସେ ମଣ୍ଡଳୀ ପାଖରେ ଗୁଣ ତଳେ ତୁମର ନେତ୍ର କପଟ, କପ ବିଶ୍ୱସ୍ତ, କପଟ ସୂଚି, ତା ପାଖରେ ଛଳନା ନାହିଁ, ଆଉ ସେ ଲେବ୍ୟମାନଙ୍କ ନିମନ୍ତେ ଉପଯୋଗୀ, ବଳିଦାନ ପାଇଁ Amen. ଯୋଗ୍ୟ ବିବେଚିତ, କୌଣସି ପ୍ରତୀକ୍ଷା ନାହିଁ, ସେଟା ଡେଡିକେଟ ହେଇଯାଇଛି, ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହେଇଯାଇଛି। ଛୋଟ ବଳ ନାହିଁ, ଲଢେଇ କରିପାରିବ ନାହିଁ, ଲଢେଇ କରିପାରିବ ନାହିଁ, କିନ୍ତୁ ସେ ଯୋଗ୍ୟ ଅଟେ। ସେ Amen. ବେଦୀ Amen. ପାଇଁ, Yes. ସେ ବେଦୀ ପାଇଁ ଯୋଗ୍ୟ ଅଟେ। Praise the Lord. Hallelujah. ସେଥିପାଇଁ କହିଲେ କାହା ସହିତ ତୁଳନା କରିବେ, କାହା ସହିତ ତୁଳନା କରିବେ, କାହା ସହିତ ତୁଳନା କରିବେ? ଜ୍ଞାନୀ ସଲୋମନ ଆଉ ପ୍ରଭୁଙ୍କ ଠାରୁ ପ୍ରେରଣା ପାଇକି ଲେଖିଲେ, ଘୁମୁଟା ତଳେ ତୁମେ ନେତ୍ର ତୁଲ୍ୟ କପଟ। ଦେଖ, ଦେଖ ତମ ପାଖରେ ଏତେ ଭଲ ଭଲ ଗୁଣ ଅଛି, ତୁମେ ଜାଣିପାରୁନ, କିନ୍ତୁ ଆବିଷ୍କାର କରିଛି ତମ ପାଖରେ ଯୋଉ ସମସ୍ତ ଗୁଣ ଗୁଡିକ ଅଛି, ମୁଁ ତାକୁ ଆବିଷ୍କାର କରିଛି। I identified your qualities, ତମର ଗୁଣକୁ ମୁଁ ଚିହ୍ନି ସାରି ଅଛି, ତମର ଗୁଣକୁ ମୁଁ ଜାଣି ସାରି ଅଛି, ଛଳନା ନାହିଁ। ଆଉ ଏଇ ଗୁଣ ଗୁଡିକ କାହା କାହା ବିଷୟରେ ସେ କହିଛନ୍ତି, ମଣ୍ଡଳୀ କୋଡେ କାହା ପାଖରେ କହିଲେ ଯେ ନିତରିୟନ ପାଖରେ ଛଳନା ନାହିଁ, ସେ ଯୋଗ୍ୟ, ସୂଚି, ବିଶ୍ୱସ୍ତ। ଆଉ ଏଇ ଯୋଉ ଗୁଣ ଗୁଡିକ ପ୍ରଭୁଙ୍କର ଡିମାଣ୍ଡ, ବିଶ୍ୱାସୀ ଠାରେ ଏଇ ଗୁଣକୁ ଈଶ୍ୱର ଆଜି ଦେଖିବା ପାଇଁ ଚାହୁଁଛନ୍ତି। ସ୍ୱାମୀ ଆଜି ଭାର୍ଯ୍ୟା ଠାରେ ଏ ସମସ୍ତ ଗୁଣ ଦେଖିବା ପାଇଁ ଚାହୁଁଛନ୍ତି। Yes. Praise the Lord. ଛଳନା ରହିତ, ଛଳନା ରହିତ ଜୀବନ।
आज साधारण परे आम परिवार को जदि आमे आसु निजर परिवार निजर बखरा को जदि आसु निजर कोठरी को जदि आसु स्वामी स्त्री भितरे स्वामी विश्वस्त स्त्री विश्वस्त की जदि स्त्री विश्वस्त स्वामी विश्वस्त की husband and wife they must be helpful and noble each other परस्पर निकटे loyalty they must be loyalty परस्पर पाखरे loyalty दरकार सिद्ध हेबा दरकार साधु हेबा दरकार नम्र सरल भाबरे समर्पित दरकार स्वामी स्त्री पाखरे आ सेही परिवार को प्रभु कहबे एने होछि विश्वस्त परिवार ए जने होछि विश्वस्त सूची हस्त आ सुचिता को प्रभु भलो पांती सेति पई कहले जेते हमर अपवित्र जीवन আছে से कहले सूच तुम ऊपर मो सिंचन करबी संगे संगे अनुताप कर ताको निकट पास प्रभु सुचिता को दाबी करंती क्लीन ताको से दाबी करंती से परिष्कार करिया पई सबले चाहन सेति पई विश्वस्त छलना रहित एवं शांतिर प्रतीक आ गोटे विषय कपट जमती गोटे साथी ठारे लागी जीवन सारा शेष जाए आज जो स्वामी का माने पाइछु जो बरम का माने पाइछु जो प्रेमिक का माने पाइछु ताहांक ठारे ही जीवन रो शेष संध्या पर्यंत विश्वास Amen. Praise the Lord. इस्राएल लोक माने बारंबार लेखा गला से माने बदल करी अछि जिरिमिया पुस्तक रे लेखा अछि से माने मो जगह रे आ जण को रखी अछंती से माने मो जगह रे आ जण को रखी अछंती दुईटी पाप से माने करी अछंती इस्राएल लोक माने दुईटी पाप करी अछंती प्रथम पाप होछि से माने मते बदली देइती से माने मते बदली देइछ अदल बदल किंतु ईश्वर को हमें रिप्लेस करि परिबा ना ईश्वर को स्थान रे का को रखि परिबा नाही ईश्वर को पाखरे का को रखि परिबा नाही ईश्वर आपनर स्वतंत्र स्थान को से कोन करछंदी रखछंदी आमानकर विश्वास रे केबे दुर्बल हेबा ना कि तांको छाडी केबे प्रसक्त हेबा नाही ताहांको हमर लक्ष्य रहिछि थरे यीशु ख्रीष्ट पले शिष्य को थरे यीशु ख्रीष्ट पचाले शिष्य मान को देखो मु अनेक लोकन को बाछि थिली 70 लोकन को बाछि थिली समस्त गलेनी वर्तमान तुमे 12 जन अछ तुमे मते छाडी के जीव ना कोन एबे कुहो बोली पचाले देखो माने तो गले आ तुमे जीव ना कोन जेमिति नयमी पचारि थिला रुतन को देखो और पता पळे गला तमरो जा तुमे भी जीव ना कोन बोले कि पचाले नयमी यीशु ख्रीष्ट मद थरे पचाले आपण सुन आ तुमे भी जीव ना किंतु मो संगे शेष जाय रहिबो बोली कहले शिष्य माने कहले आज्ञा आपण को छाडी के हमें कुआडे जीवु आपण को ठारे तो अनंत झर अछि Praise the Lord. आपण को Hallelujah. ठारे अनंत जीवन अछि आपण को छाडी हमें कुआडे जीवु ईश्वर को विश्व को बदलेबा नाही कपट गोटे साथी ठारे काप्ता गोटे कपट गोटे साथी ठारे जीवन सारा रहे से केबे साथी को परिवर्तन करे ना सेति पई कहिले तुम नेत्र कपट तुल्य तुम नेत्र कपट तुल्य तुमरो फोकस आखि कोन करे कांटेक्ट रखे आखि देखे आखि बुझे आखि जाने तुमरो आखि सब बळे मो ऊपर रहू मो ऊपर तुम निर्देश कर सेति पई कहले देखो देखो प्रेमंडल प्रिय भाई बहन मान सुंदर कथाटी कहले तुमरो नेत्र कपट तुल्य तापरे कहले आ गोटे कथा कहले तुम्भर केश गिलियत पर्वत पार्श्वरे आरंभकारी छेली पल तुल्य केश केश का को बुझाए
କପୋତ ତୁଲ୍ୟ ଆଉ ଲେଖା ଅଛି କେଶ ହଉଛି ପର୍ବତ ପାର୍ଶ୍ୱରେ ଆରମ୍ଭ କରି ଛେଳି ପଲ ତୁଲ୍ୟ। କେଶ ଏବଂ ଛେଳି ପଲ। କେଶ କାହାକୁ ବୁଝାଏ ପ୍ରିୟ ମଣ୍ଡଳୀ? କେଶ ବଶୀଭୂତକୁ ବୁଝାଏ। କେଶ ବଶୀଭୂତକୁ ବୁଝାଏ ଅର୍ଥାତ୍ ସବଡ୍ୟୁଡ କୁ ନିର୍ଦ୍ଦେଶ କରେ। ଆମେ ଯେମିତି ନମ୍ର ହେଇକି ଈଶ୍ୱରଙ୍କର ବଶରେ ଆମେ ରହିବା। ସେଥିପାଇଁ ଗୋଟେ ମହତ୍ୱପୂର୍ଣ୍ଣ ବିଷୟ ପ୍ରେରିତ ପାଉଲ କରନ୍ତୀୟ ମଣ୍ଡକୁ ଲେଖିଲେ। ପ୍ରଥମ କରନ୍ତୀୟ ଅଧ୍ୟାୟରେ ଲେଖିଲେ 11 ପଦ ଭିତରେ ଆପଣ ମାନେ ପରେ ପଢିବେ। ସେ ଗୋଟେ କଥା ଲେଖିଲେ ସ୍ତ୍ରୀ କଣ କରେ? ଆପଣ କେଶ କଣ କରୁ? ढांके ଆବରଣ କରିକି ରଖୁ, ଢାଙ୍କିକି ରଖୁ, ଢାଙ୍କିକି ରଖୁ। ଆଉ ସେଟା ଢାଙ୍କିବା ହଉଛି ତାର ମାନ୍ୟତା। କେଶକୁ ଢାଙ୍କିବା, କେଶକୁ ଘୋଡିବା ହଉଛି ତାର ବଶୀଭୂତର ଗୋଟେ ପ୍ରତୀକ। ଆଉ ଯଦି କେଶ କଢି ନଥିବ, ଏମିତି ଆଉ ଉଦ୍ଧତ ଟାଇପ ର ଥିବ, ଆଉ ସବୁ ଇଏ ସିଏ ହେଇଯାଇଥିବ, ଯେମିତି ଗୋଟେ ଦି ଜଣ ପୁରା କଳି ଲାଗିକି ଯେମିତି ହେଇକି ଆସିଥିବ, ଦି ଜଣ ମହିଳା ଛୁଟି ଝିକା ଝିକେ ହେଇକି ଯେମିତି ଗୋଟେ ଅଲଗା ମାହୋଲ ଆପିରିଏନ୍ସ ଅଲଗା ହେଇଯାଇଥିବ, ସେମିତି ନୁହେଁ। ବଶୀଭୂତ, subdued. Believer must be subdued himself before under the mighty hand of God. ଖ୍ରୀଷ୍ଟଙ୍କର ବଳବାନ ହାତ ତଳେ ବଶୀଭୂତ ହେବା ଦରକାର। ଯେପର୍ଯ୍ୟନ୍ତ ଆମେ ସବଡ୍ୟୁଡ ହେଇନୁ, ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ବିଶ୍ୱାସୀ ଜଣେ ସବୁବେଳେ ଈଶ୍ୱର ନିଜକୁ ସମର୍ପଣ କରିବା ଦରକାର। ଈଶ୍ୱରଙ୍କ ଉପରେ ଆମେ ନାହିଁ। ପ୍ରଭୁ ତୁମେ କହିଲେ ମୁଁ କରିବି, ତୁମେ ଯାହା କହିବ ମୁଁ କରିବି, ମୁଁ ତୁମ ନିକଟରେ ସମର୍ପିତ ହେଇଛି। ଆଉ ଯୀଶୁ ମଧ୍ୟ ତାକୁ ଆଉ ଗୋଟେ ଟିକେ ସରଳ ଭାବରେ କହିଲେ, ଏକ ଆରେକର କଣ ହୁଅ ଦାସ। ଖାଲି ପ୍ରଭୁଙ୍କ ପାଖରେ ନୁହେଁ, ସହକର୍ମୀ ପାଖରେ ମଧ୍ୟ, ଭାଇ ଭାଇ ଭିତରେ ମଧ୍ୟ, ପରି ଭିତରେ ମଧ୍ୟ ତମେ କଣ ହୁଅ? ସମର୍ପିତ ହୁଅ, ଦାସ। ଆଉ ଅନ୍ୟ କଲେ ନିଜ ଠାରୁ ଅନ୍ୟକୁ କଣ ଶ୍ରେଷ୍ଠ ଜ୍ଞାନ କର। କିନ୍ତୁ ଆଜି ବିଶ୍ୱାସୀ ମାନଙ୍କର ଜୀବନରେ ରହି ମୁଁ ଭଲ ଆଉ ସମସ୍ତେ ଖରାପ, ମୁଁ ଜଣେ ଭଲ ଆଉ ସମସ୍ତେ ଖରାପ। କିନ୍ତୁ କହିବା ଦରକାର ମୋ ଠାରୁ ସେ ବଶୀଭୂତର ବିଷୟ ହଉଛି ନିଜ ଠାରୁ ଅନ୍ୟକୁ ପ୍ରାଧାନ୍ୟ ଦେବା। ବାପ୍ତିଜକ ଯୋହନ ଯେତେବେଳେ ଜନ୍ମ ଗ୍ରହଣ କଲେ, ସେ ମଧ୍ୟ ପ୍ରତିଜ୍ଞା ସମାନ, ସାଧାରଣ ଲୋକ ନୁହନ୍ତି। ତାଙ୍କ କଥାରେ ହେରୋଦ ଥରହର ହଉଥିଲେ। ତାଙ୍କ କଥା କଠିନ ହେଲେ ମଧ୍ୟ ଧ୍ୟାନ ଦେଇକି ଶୁଣୁଥିଲେ। ଆଉ ଲୋକମାନେ ସେଇ ସମୟରେ ବାପ୍ତିଜକ ଯୋହନକୁ ସମସ୍ତେ ଡରୁଥିଲେ। ସେ ଖଣ୍ଡା କି ଆଉ କଣ ଏମିତି ଧରିକି ବୁଲୁ ନଥିଲେ। ସିମ୍ପୁଲ ଲୋକ ପ୍ରାନ୍ତରରେ ପ୍ରଚାର କରୁଥିଲେ, ଗୋଟେ ଭଏସ, ଗୋଟେ ସ୍ୱର ଭଳିଆ ସେ କହିଲେ, ମୁଁ ଗୋଟେ ଭଏସ। କିନ୍ତୁ ରାଜା ମାନେ, ପ୍ରଜା ମାନେ, ସୈନିକ ମାନେ ଯୋହନକୁ ଭୟ କରୁଥିଲେ। ସେଥିପାଇଁ ଲେଖାଗଲା ହେରୋଦ ରାଜା ଆପଣ କ୍ଲିୟର ଭାବରେ ପଢିଥିବେ ନୂତନ ନିୟମରେ, ହେରୋଦ ମଧ୍ୟ ବାପ୍ତିଜକ ଯୋହନକୁ ଡରୁଥିଲେ ଆଉ ତାଙ୍କ ଭଲ ଶୁଣୁଥିଲେ। ଆଉ ସେ ଗୋଟେ ହଉଛନ୍ତି ବିଶ୍ୱ ଲୋକ ନୂତନ ନିୟମର ପ୍ରତିଜ୍ଞାର ସନ୍ତାନ। ଯୀଶୁଙ୍କର ଶିକ୍ଷା ସେ ରଖିଲେ, ମନ ପରିବର୍ତ୍ତନ କର ରାଜ୍ୟ ସଂକଟ। ବାପ୍ତିଜକ ଯୋହନ ଆସିକି ପ୍ରଚାର କଲେ। ଆଉ ଯୀଶୁ ଖ୍ରୀଷ୍ଟ କହିଲେ ତାଙ୍କ ବିଷୟରେ, ଯେତେ ଲୋକ ଜନ୍ମ ହେଇଛନ୍ତି ବାପ୍ତିଜକ ଯୋହନଙ୍କ ଭଳିଆ ମହାନ କେହି ନାହିଁ। ଆଉ ସେଇ ଯୋହନ ଦିନେ କହିଲେ ଯୀଶୁଙ୍କ ବିଷୟରେ, ତାଙ୍କର ପାଦର ପାଦୁକା ଫିଟେଇବା ପାଇଁ
ଯୋଗ୍ୟ नहीं ନୁହେଁ। ତାଙ୍କର ଅଦର ପାଦୁକା ପିଟେଇବା ପାଇଁ ମୁଁ ଯୋଗ୍ୟ ନୁହେଁ। ଅର୍ଥାତ୍ ସିଏ ଯୀଶୁ ନିକଟରେ କଣ ହଉଛନ୍ତି? ସବଡ୍ୟୁଡ୍ ହଉଛନ୍ତି, ବଶୀଭୂତ ହଉଛନ୍ତି। ଯୀଶୁ ମଧ୍ୟ ତାଙ୍କର କାର୍ଯ୍ୟକୁ ଯେତିକି ଲୋକ ଜନ୍ମ ହେଇ ଆମ ଭିତରେ ଆମେ କାହାକୁ କହିଲେ ମଧ୍ୟ ଆମେ କହିବା ଆଜ୍ଞା ଆମେ 20 ଜଣ ଥିଲୁ, ତା ଭିତରେ ମୁଁ ଆଉ ସେ 2 ଜଣ ଅଲଗା ଦେଖା ଯାଉଥିଲେ। ନିଜ ନାଁ ନିହାତି ଲେଖିବେ, ମୁଁ ଆଉ ସେ ନିଜ ନାଁ ରହିବ। କିନ୍ତୁ 2 ଜଣ କନଭରସେସନ ଦେଖନ୍ତୁ, ବାପ୍ତିଜକ ଜଣକ ଯୀଶୁ ଖ୍ରୀଷ୍ଟଙ୍କର କନଭରସେସନ ଦେଖନ୍ତୁ, ଏକ ଆରେକ ପ୍ରତି ଥିବା ସେମାନଙ୍କର ସନ, ଏକ ଆରେକ ପ୍ରତି ଥିବା ସେମାନଙ୍କ ମନୋଭାବକୁ ସେମାନେ ଉପସ୍ଥାପନ କରୁଛନ୍ତି। ଆମେ କେବେ କେମିତି କରୁ? ଆମେ କେତେବେଳେ କାହାକୁ ସେମିତି କରୁ? ଆମେ ନିଜକୁ ଉପସ୍ଥାପନ କରୁ, ନିଜକୁ ଏଷ୍ଟାବ୍ଲିଶମେଣ୍ଟ କରୁ, ନିଜକୁ ଆମେ ଆଗରେ ରଖିଥାଉ। ବଶୀଭୂତର ଚିହ୍ନ ନୁହେଁ। ତେଣୁକରି ଲେଖା ଗଲେ ବଶୀଭୂତ ହୁଅ, ଯେମିତି କେଶ ଗିଲ୍ ପର୍ବତ ପାର୍ଶ୍ୱରେ ଆରମ୍ଭରେ ଛେଳି ପଲ ତୁଲ୍ୟ। ଛାଇ ତଳେ ଛେଳି କଣ କରିଛନ୍ତି? ଆରାମ କରିକି ଶୋଇଛନ୍ତି, ବିଶ୍ରାମ ନେଇଛନ୍ତି। ଛାଇର ସ୍ୱାଦ ସେମାନେ ନେଉଛନ୍ତି। ଛାଇ ଉପରେ ଗଛଟା ଖରା ସହୁଛି, କିନ୍ତୁ ଛେଳି ପଲ ଆରାମ କରୁଛନ୍ତି। ସେମାନେ ଛାଇ ତଳେ ସ୍ଥିତ ହେଇଯାଇଛନ୍ତି, ଛାଇ ଆରାମ କରୁଛନ୍ତି, ଟେନସନ କିଛି ନାହିଁ। ଖରା ପଡୁଛି କିନ୍ତୁ ଗଛ ଖାଉଛି, ଛେଳି ପଲ ଶାନ୍ତିରେ ଅଛନ୍ତି। କାହିଁକି ନା ସେମାନେ ଛାଇ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ଖରା ବାଜୁଛି କିନ୍ତୁ ସେ ସମସ୍ତ ଖରା ସେ ବୃକ୍ଷ ନେଉଛି ହେଲା। ଆଉ ଲେଖା ଅଛି ଛେଳି ପଲ ତୁଲ୍ୟ ପାର୍ଶ୍ୱରେ ଆରାମ ଶାନ୍ତିରେ ଅଛନ୍ତି। କାହିଁ? ସେମାନେ ସମର୍ପିତ ହେଇଯାଇଛନ୍ତି। ପ୍ରଭୁ ତୁମେ ଯାହା କରୁଛ କର, we dedicated ourselves, ଆମେ ନିଜକୁ ସମର୍ପଣ କରିଛୁ, ତମେ ଯାହା କର। ହାତ ଟେକି ଦେଇଛନ୍ତି, ଆଉ ଚିନ୍ତା କିଛି ନାହିଁ। ସକାଳେ ପାଇଲେ ପିତର ଖଣ୍ଡାରେ ହଣା ହବ। ସକାଳ ପାଇଲେ ପିତରଙ୍କୁ ଖଣ୍ଡାରେ ହଣା ହବ। ନିଶ୍ଚୟ ହେଇସାରି ଗଭର୍ଣ୍ଣମେଣ୍ଟ ଡିସାଇଡ କରିଦେଇଛି, ରାଜା ଅନୁମତି ନେଇଛନ୍ତି ସକାଳେ ଦେଖିବାକୁ। ସକାଳେ ତାର ଜୀବନ ପଳେଇବ, କିନ୍ତୁ କଣ କରିଛି? ଘୁଙ୍ଗୁଡି ମାରି ଶୋଉଛି ପିତର ଜେଲ ଭିତରେ। ଧୁମ ଶୋଉଛି, ଦିନ ଶାନ୍ତିରେ ଶୋଉଛି, ତାର ଟେନସନ କିଛି ନାହିଁ। ଯାଇକି ତାକୁ ହଲେଇବାକୁ ମାନେ ଯାଇକି ତାକୁ ହଲେଇ ଉଠୁଛନ୍ତି, ପିତର ଉଠ ହେ, କଣ ପାଇଁ ଏତେ ସବୁ ଶୋଇଛ? କଣ କରିବି ଆଜ୍ଞା? କାଲି ତମେ ମରିବାର ଅଛି, ଜାଣିନ ଶୋଇଛ କଣ ଏଠି? ଆଉ କଣ କରିବି? ଯାହା ହବ ହବ। ଆଉ କଣ ସକାଳେ ଯାହା ହବ, ଆଜି କାହିଁ ମୁଁ ମୋ ନିଦଟାକୁ ଖରାପ କରିବି? ସକାଳେ ଦେଖାଯିବ ପ୍ରଭୁ ଯାହା କରିବେ। ବର୍ତ୍ତମାନ ଶୋଇବାର ସମୟ, ମୁଁ ଶାନ୍ତିରେ ଶୋଇ। ଦୂତ ମାନେ ଆସିକି 4ଟା ଗେଟ୍ ଖୋଲିକି ତାକୁ ଅକ୍ଷ ଦେଶରେ ଛୁଇଁକି ହଲେଇକି ତାର ଶିଙ୍କୁଳି ପିଟିକି ଆଣୁ। ସକାଳେ ସେ ମରିବେ, କାହିଁକି? ସେ ସମର୍ପିତ ହେଇଯାଇଛନ୍ତି। ଆଉ ଯାହା ବି କରିବେ। ଆମେ ସବୁ ଯାକ କୋଉଠି ଗୋଟେ ଟ୍ରେନ ଆକ୍ସିଡେଣ୍ଟ ହେଇଗଲେ, ଆମର ସେଠି କିଏ ରିଲେଟିଭ ନାହାନ୍ତି, କିନ୍ତୁ ଆମେ ଏତେ ଅସ୍ତବ୍ୟସ୍ତ ହେଇ, ଏ ଶୁଣୁଛ ସିଆଡେ ଟ୍ରେନ ଆକ୍ସିଡେଣ୍ଟ ହେଇଗଲା, ଭାଇ ତମ ଲୋକ କିଏ ସେଠି ଥିଲେ କି? ଭାଇ ସେଠି କିଏ ଆସୁଥିଲା କି? ସବୁ ଯାକ ଯେମିତି ସେ ଟ୍ରେନର ଆକ୍ସିଡେଣ୍ଟର ସମସ୍ତ କଥା ଯେମିତି ଆମ ଉପରେ ଥୁଆ ହେଇଛି, ଆମେ ତାକୁ ସମାଧାନ କରିବା। ସବୁ ବିଷୟ ଆମେ ବୁଝାବୁଝି କରିବା। ଆମର ଆକୁ ଫୋନ କର, ତାକୁ ଫୋନ କର, ଆକୁ ଫୋନ କର, ୟାକୁ ବୁଝ, ଘରେ ଅଛନ୍ତି, କଣ ଏମିତି ହେଇଗଲା ଦେଶର, ଆଉ କିଛି ଏମିତି କରିଦେଲା, ସେ ଏମିତି କରିଦେଲା, ଦୁନିଆ। କିନ୍ତୁ ବାକ୍ୟ ପାଇଁ ସେତିକି ସମୟ ନାହିଁ, ଚର୍ଚ୍ଚ ଠିକ ଟାଇମରେ ପାଇଁ ସମୟ ନାହିଁ, ବେଶୀ ସମୟ ପ୍ରାର୍ଥନା କରିବା ପାଇଁ ସମୟ ନାହିଁ। ଏସବୁ ପାଇଁ ଆମର ସମୟ ବହୁତ ଅଛି। ଏସବୁ ପାଇଁ ଆମର ସମୟ, ଯେମିତି ଆମେ ସମ୍ଭାଳିବା, ଯେମିତି ଆମ କଥାରେ ସବୁ ଚାଲିବ, ଆମେ ଲାଷ୍ଟ ଡିସିସନ ମେକର, ଯେମିତି ଆମେ ସେମିତି ହେଇଯାଉ। ଅନେକ ବିଷୟ ଆମକୁ ବ୍ୟସ୍ତ କରିଦିଏ, ଆମେ ବ୍ୟସ୍ତ ହେଇଯାଉ। କିନ୍ତୁ ପ୍ରଭୁ କହୁଛନ୍ତି
ଡେଡିକେଟ୍ yourself, ସମର୍ପିତ। ଆଉ ସେ କହିଲେ ଛେଳି ପଲ ତୁଲ୍ୟ ଆରାମ କରୁଛନ୍ତି, ଛାଇ ନିକଟରେ ଅଛନ୍ତି। ଈଶ୍ୱର ହଉଛନ୍ତି ଆମମାନଙ୍କର ଛାଇ। ମୁଁ ସେଦିନ ବି ବୋଧେ କହୁଥିଲି, ଆଉ ପରମ ଗୀତ 2 ଅଧ୍ୟାୟରେ ମୁଁ କହୁଥିଲି, ଆଉ ସେଠି ବି ମୁଁ କହୁଥିଲି ସେ 2ର ଆପଣ ଦେଖିବେ 3 ପଦ, 3 ପଦ ସେ ପରମ ଗୀତ ଯେ ବନବୃକ୍ଷଙ୍କ ମଧ୍ୟରେ ନାଗରଙ୍ଗ ସେ ମଧ୍ୟରେ ମୋର ପ୍ରିୟତମ, ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି। ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋ ତୁଣ୍ଡକୁ ଲାଗିଲା। ତାଙ୍କ ଫଳ ମତେ ସ୍ୱାଦ ଲାଗିଲା, ମୁଁ ତାଙ୍କ ଛାୟା ତଳେ, ଆଉ ତାଙ୍କ ଛାଇ ହଉଛି ତାଙ୍କ ଉପସ୍ଥିତିର ଗୋଟେ ପ୍ରତୀକ। ଯୋଉ ଜନ ସଦା ପ୍ରଭୁଙ୍କର ଆବୃତ ସ୍ଥାନରେ ବାସ କରି ତାଙ୍କ ଛାୟା ତଳେ ବସତି କରିବ, ପ୍ରଭୁଙ୍କର ଉପସ୍ଥିତି ତଳେ ରହିବ, ସମର୍ପିତ କର। ପ୍ରଭୁ ତମେ ମୋ ଜୀବନରେ ସବୁ କିଛି ଅଟ, ତମେ ଜୀବନରେ ସବୁ କିଛି ଅଟ। ମୁଁ କଣ କରିପାରିବି, ମୁଁ କଣ ନେଇକି ଆସି, କଣ ନେଇକି ଯିବି, ଯାହା ଦେଇଛ ଧନ୍ୟବାଦ। କିଛି ନାହିଁ। ଯୀଶୁ ମଧ୍ୟ ତାଙ୍କର ସେ ପ୍ରଣାଳୀ ଶିଖେଇଛି, ଶିଷ୍ୟ ଡବଲ କିଛି ନିଅ ନାହିଁ, ଯାହା ପିନ୍ଧିଛ ଯାହା ଧରିଛ ସେତିକିରେ ଚାଲ, କାଲି ପାଇଁ ଚିନ୍ତା କର। ପ୍ରଭୁଙ୍କର ବାକ୍ୟ ପ୍ରିୟ ମଣ୍ଡଳୀ ୟୁନିକ୍ ଅଟେ ଆଉ ସତ୍ୟ ଅଟେ। ସରଳ ଯଦି କହିଛନ୍ତି କିନ୍ତୁ ଆକୁରେଟ କଥା କହିଛନ୍ତି, ସରଳ ଭାବରେ କହିଛନ୍ତି କିନ୍ତୁ ଆକୁରେଟ କଥା କହିଛନ୍ତି, ସୁନିଶ୍ଚିତ କଥା କହିଛନ୍ତି, ଅପରିବର୍ତ୍ତନ କଥା କହିଛନ୍ତି, ସତ୍ୟ କହିଛନ୍ତି। ଦ୍ୱନ୍ଦ୍ୱ କି ସନ୍ଦେହ ତାଙ୍କ ପାଖରେ କିଛି ନାହିଁ। ଇଟ୍ସ କ୍ଲିୟର, ପୁରା ସ୍ୱଚ୍ଛ, ପୁରା ନିର୍ମଳ ବାକ୍ୟ ତାହାଙ୍କର ବାକ୍ୟ। ଆଉ ସେଥିପାଇଁ ଗୀତ ରଚକ କହୁଛନ୍ତି 7 ଥର ପକ୍ଷୀ ବାହାରିଲା, ଗୋଟେ ଥର ନୁହଁ 7 ଥର ପକେଇ ସବୁ ଖାଦ୍ୟ ନିଗାଡା ଯାଇଛି। ଏଇଟା ହଉଛି ସେମିତି ପରିଷ୍କୃତ, 7 ଥର ପରିଷ୍କୃତ ଏଇ ବାକ୍ୟ। ଏଠି କିଛି ଆପଣ ରାମି ପାଇବେ ନାହିଁ, ଏଠି ମିଥ୍ୟା ପାଇବେ ନାହିଁ, ଏଠି ଠକାମି ବିଷୟ ପାଇବେ ନାହିଁ। ସେଥିପାଇଁ ଉପର କଭରରେ ଲେଖା ଅଛି ପବିତ୍ର ବାଇବେଲ, ହୋଲି ବାଇବେଲ। Praise the Lord. Hallelujah. ଆଉ ବହୁତ ଦିନର କ୍ରୁଶରେ ସେ ମରିବେ, କେତେ ହଜାର ବର୍ଷ ସେ କ୍ରୁଶରେ ମରିବେ, କିନ୍ତୁ ଆଦି ପୁସ୍ତକ ଶୈତାନ ମସ୍ତକ ଚୂର୍ଣ୍ଣ ହବ, ଆଉ ଚୂର୍ଣ୍ଣ ହେଲା। ସେ ଏଇ ଯୁଗ ସେ ଯୁଗର କଥାକୁ ଦେଖି ପାରନ୍ତି, ଏ ଯୁଗର ସେ ଯୁଗର କଥା ଦେଖି ପାରନ୍ତି। ସେଥିପାଇଁ ତାଙ୍କୁ କୁହାଯାଏ ସେ ଆଦି ଆଉ ସେ ଅନ୍ତ। ସେ ଆଉ ଅନ୍ତ ଅଟନ୍ତି। ପ୍ରଭୁଙ୍କର ପ୍ରଶଂସା ହଉ ଯେ ଆଉ କପୋତ ତୁଲ୍ୟ ଆଉ କେଶ ବା ଛେଳି ପଲ ତୁଲ୍ୟ ଅଟେ। ଆଉ ଗୋଟିଏ ବିଷୟ ଆମେ ଦେଖିବା, ତାପରେ ସମାପ୍ତ କରିବା। ବିଷୟ ଖାଲି ହିଣ୍ଟ ଦେଇଦେବି 2 ପଦ, ତାପରେ ଅବଶିଷ୍ଟ ଥାଉ 2 ପକ୍ଷ। ତୁମର ଦନ୍ତୀ ନୂତନ ଲମ୍ବା ସ୍ନାର ଉଠିତା ମେସି ପଲ ତୁଲ୍ୟ, ଆଉ ସେମାନଙ୍କ ପ୍ରତ୍ୟେକର ଜାଳ ଛୁଆ ଅଛି, ଆଉ ସେମାନଙ୍କ କାହାରି ଛୁଆ ମରି ନାହିଁ। ଖାଲି ତମ ଦେଖିବା, ତୁମର ଦନ୍ତ ପଙ୍କ୍ତି ନୂତନ ଲୋମକଟା ସ୍ନାର ଉଠିତ, ଆଉ ମେସି ପଲ ସ୍ନାନରୁ ଉଠିତ ମେଷ ଲେଖା ଅଛି ଦନ୍ତ ପଙ୍କ୍ତି ନୂତନ ଲୋମକଟା ସ୍ନାନ, ଲୋମକଟା ଛେଳି ସେପଟେ ମେଣ୍ଢାଙ୍କୁ, ଇସ୍ରାଏଲ ଦେଶରେ ମେଣ୍ଢା ମାନଙ୍କୁ କଣ କରାଯାଏ, ଆଉ ସେମାନଙ୍କର ଲୋମ କଟା ଯାଇଥାଏ। ଆଉ ଆପଣ ଦେଖିବେ ବାଇବଲରେ ବହୁତ ଜାଗାରେ ଅବସାଲମର କଥା ଦେଖନ୍ତୁ କି ଦାଉଦଙ୍କର କଥା ଦେଖନ୍ତୁ, ଆଉ ସେମାନଙ୍କର ଗୋଟେ ଗୋଟେ ସମୟରେ ସେମାନେ ଲୋମ କଟାର ଗୋଟେ ପର୍ବ ରଖିଲେ। ସେମାନେ ସବୁ ମେଷମାନଙ୍କୁ ନେଇକି ଯିବେ, ଆଉ ସେମାନଙ୍କର ଲୋମ କାଟିଦେବେ। ଅର୍ଥାତ୍ ଯୋଉ ସମସ୍ତ ବୋଝ, ଯୋଉ ସମସ୍ତ ଭାର ସେ ଆଉ ମେଷ ଉପରେ ଥିବ, ତାକୁ ସେମାନେ କଣ କରିଦେବେ, ସବୁ ଲୋମ କାଟିଦେବେ, ଆଉ ସେ କଣ ହେଇଯିବ, ହାଲକା ହେଇଯିବ। ତାପରେ ତାକୁ କଣ କରିବେ, ଗାଧେଇ ଦେବେ, ତାକୁ ସ୍ନାନ କରେଇଦେବେ। ଆଉ ଯେତେବେଳେ ସେ ସ୍ନାନ କରିକି ଆସିବ, ତାର ସମସ୍ତ ଆପିୟରେନ୍ସ ପୂର୍ବର ଯୋଉ ସମସ୍ତ ଥିଲା ତାକୁ କାଟିକି ତାକୁ କ୍ଲିନ କରିକି ଆଣିବେ, ପରିଷ୍କାର କରିକି ଆଣିବେ। ଆଉ ତାହା ଲେଖା ଅଛି ଦନ୍ତ ପଙ୍କ୍ତି ନୂତନ ଲୋମକଟା ସ୍ନାନ ଉଠିତା ମେସି ପଲ। ଆଉ ସେମାନଙ୍କର ଯୋଉ ଡେଇଁବା, ଲୋମ କଟାକଳ ଉପରେ ସେମାନଙ୍କର ଡେଇଁବା, ସେମାନଙ୍କର ଚଳଚଳ ହେବା, ସେମାନଙ୍କର ବୁଲିବା, ଆଉ ସେ ସମସ୍ତ ବିଷୟ ଦେଖିବା ଏକ ଖୁସିର ବିଷୟ, ଆନନ୍ଦର ବିଷୟ। ବୋଝ ପଳେଇଗଲା, ସେମାନେ ବର୍ତ୍ତମାନ କ୍ଲିନ ହେଲେ, ସ୍ନାନ ହେଇକି ଆସିଲେ, ପରିଷ୍କୃତ ହେଇକି ଆସିଲେ।
प्रभु ए नुआ वर्ष रे आमानकु ए कथा कहया पाई चाहंती 25 रो अनेक गुडे बोझ तम पाखरे अछि विफलतार बोझ अनसक्सेस हे पारला सक्सेस हे पारला नाही विफल हैला समस्या हैला संकट हैला अनेक भार बोझ तुम धरि के आसी छ किंतु आजि कोन हो से समस्त तमरो भार को मने जी परिष्कार कर देबी क्लीन कर देबी गोटे न्यू बिगिनिंग नुआ रूप नुआ रंग रे 2026 तुम आरंभ Amen. मुझे तुमको सूची मुझे तुमको स्नान करे दे like a new you start a new beginning गोटे नुआ आरंभ हेई जा गोटे नुआ दिग नुआ दर्शन रो समस्त बोझ पके दियो हल्का हे जा जिसे मध्य कहले नूतन नियम रे पितर कहले समस्त भार मो ऊपर पकाओ ए जे पुଅ को उठा मु तुम पई चिंता प्रिय मंडली प्रिय भाई बहन माने आसु आज निजको शुद्धि करो स्नान करो परिष्कार हे जा आ ताहा प्रभु अप्रिशिएट कर आ ताको प्रभु प्रशंसा करंती तुमे स्नान हेथिबा लोक सूची हेथिबा लोक तुमे कपद तुल्य तुमे आउ ढंका जाइतबा सतुल्य तीनोटी गुण तीनोटी विषय जे हम देखिलो कपद केश विषय देखिलो एवं आउ मेसी फुल तुल्य जोटा कि स्नान हे क्लीन हे जाइछि परिष्कार बोझता लोम कटा जाइछि पुरुना आ से चमड़ा पुरुना आ तार समस्त बोझ आ ता पाखरे नाही एटा गोटे न्यू बिगिनिंग गोटे पर्व आरंभ हेछि नूतन पर्व हे जाइछि आ से मेसर समस्त लोम कटा जाइछि ताकु स्नान करा जाइछि से बर्तन क्लीन अछि शुद्धि हे जाइछि मालिक पई उपादेय विषय अछि मालिक पई यज्ञ पशु अछि Amen. हेछि Praise the मालिक Lord. पई यज्ञ हेछि ताकु प्रभा जी व्यवहार करिया पई चाहते लोम का जाइछि क्लीन हे जाइछि परिष्कार हे जाइछि नाउ इट इज एलिजिबल फॉर गॉड्स किंगडम वर्तमान ता ईश्वर को राज्य पई कोन हे जाइछि यज्ञ हेछि लेट बी लाइक ए डो आसु गोटे कपतर गुडी काम पाखे देखा जा लेट बी योरसेल्फ आसु ए नुआ वर्ष रे प्रभु का निकट समर्पित हो आसु न्यू बिगिनिंग ए वर्तमान स्टार्ट जात हे गला अनेक बोझ अनेक अशांति विफलता सफलता भीतर आमे गलो उथन पथन देखि कोठा पाइलु न एडी सिटी धइलु किछि पाइलु न निराश हेलु हताश हेलु के अधिक आशीर्वाद भी पाइछु के आशीर्वाद भी पाइनु किछि हरेछु जा हे नै किंतु आज प्रभु दी सब लोम का नुआ बिगिनिंग स्टार्ट हो ए नुआ पर्व नुआ विश्व 2026 रे ओरे नुआ आरंभ होइ जा ए नुआ सकाळ रो नुआ दिन रो नुआ आरंभ हे दिन सेना बदल गला कैलेंडर सेना उल्टी गला तांकर कोरोना शेष हबो नाही से भी हम फोकस करी रखि हम पर एबे मते तांकर निगाही रहिछि एबे मते से हम प्रति मन देखि अटंती आ से हमको चाहू छंदी देखो तुमे सुंदर देखो तुमे सुंदर देखो तुमे सुंदर आसु से जहा कहउछंदी हम करे से गुण गुडी काम पकराती देखा जाऊ मास्टर खुशी हेबे बर खुशी हेबे स्वामी हेबे मानको ईश्वर परमेश्वर पवित्र आत्मा खुशी हेबे मोर को वाक्य मान Amen. Praise the Lord. Hallelujah. बहुत बहुत धन्यवाद सर हाँ। प्रभु